fire around this compound. ଆଉ ସେ ପ୍ରାର୍ଥନା ଦ୍ୱାରା এই ବାଉଣ୍ଡରୀ ଚାରିଆଡେ ଅଗ୍ନିର ବାଳ ଦେଇଅଛନ୍ତି। Hallelujah. If we come, we will burn. ଆମେ ଯଦି ସେ ଭିତରେ ଆସିବୁ ଆମେ ଜଳି ପୋଡି ପାଉଁଶ ହେଇଯିବୁ। Suddenly, ଆଉ ହଠାତ୍ the man's eyes were opened. ଆଉ ସେ ମନୁଷ୍ୟର ଆଖି ଖୋଲିଗଲା Very surprisingly, ଏବଂ ସେ ଆଶ୍ଚର୍ଯ୍ୟ ଭାବରେ the gospel was preached to this man by demons. ଏବଂ ସେଇ ଲୋକଙ୍କୁ ସୁସମାଚାର କିଏ ଦେଲା? ଭୂତମାନେ ସୁସମାଚାର ଦେଲେ। Hallelujah. ପ୍ରଭୁଙ୍କୁ ଧନ୍ୟବାଦ ଦେବା। Hallelujah. ହାଲେଲୁୟା। Then he believed in Jesus. ଏବଂ ତାପରେ ସେ ଯୀଶୁଙ୍କୁ ବିଶ୍ୱାସ କଲେ। Then he knocked on the door. ଆଉ ଯେତେବେଳେ ସେ କବାଟକୁ ମାରିଲେ He was half an hour early. ଆଉ ସେ ଅଧଘଣ୍ଟା ପୂର୍ବରୁ ସେ So ପହଞ୍ଚିଲେ wife was praying inside on the mat. ଏବଂ ତାର ସ୍ତ୍ରୀ ଘରେ ବସିକିରି ସେ ପ୍ରାର୍ଥନା କରୁଥିଲେ। Suddenly the door is knocking. ଆଉ ହଠାତ୍ ଯେତେବେଳେ କବାଟ Oh, ଖଟଖଟାଉଛନ୍ତି she was terrified. ଏବଂ ସେଇ ସମୟରେ ସେ ଭଉଣୀ ଭୟଭୀତ ହେଲେ। But the food is not ready. I have not cooked anything and my mat is still there. What to do? ଏବଂ ସେ କହୁଛନ୍ତି ମୁଁ ପ୍ରାର୍ଥନା ଅଧା କରିଅଛି ରୋଷେଇ କରି ନାହିଁ କଣ କରିବି ମୋ My ସ୍ୱାମୀ husband ଆସିଲେ। will kill me this time. ଏହି ସମୟରେ ମୋର ସ୍ୱାମୀ ମୋତେ ନିଶ୍ଚିତ ଭାବରେ So ମାରିଦେବେ। she put away the mat and the Bible and everything. ଏବଂ ସେ ତାଙ୍କର ମ୍ୟାଟ୍ କୁ ଯାହା ବସିଥିଲେ ସବୁ ରଖିଦେଲେ ବାଇବେଲକୁ ମଧ୍ୟ And ଲୁଚେଇଦେଲେ washed her face very quickly. ଏବଂ ଜଲ୍ଦି ଜଲ୍ଦି ତାର ମୁହଁକୁ ଧୋଇଲେ And went and opened the door. ଆଉ ଯେତେବେଳେ କବାଟ ଖୋଲିବାକୁ ଗଲେ Looked outside. ବାହାରେ ଦେଖିଲେ Nobody's there. କୌଣସି ଲୋକ ନାହାନ୍ତି Nobody's there. କେହି ମଧ୍ୟ ନାହାନ୍ତି। She looked outside. ସେ ବାହାରେ ଦେଖିଲେ Nobody's there. ସେଇ ସ୍ଥାନରେ କେହି ନାହାନ୍ତି। Suddenly, ହଠାତ୍ she felt somebody on her feet. ଆଉ ସେ ଦେଖିଲେ ବୁଝିଲେ ଯେ କେହି ଜଣେ ତାଙ୍କର ଗୋଡ଼ ତଳେ ପଡି She ଯାଇଅଛନ୍ତି। looked down. ଆଉ ଯେତେବେଳେ ସେ ତଳକୁ ଦେଖିଲେ Her husband is crying at her feet. ଆଉ ତାର ଗୋଡ଼ ତଳେ ତାର ସ୍ୱାମୀ ପଡି ଯାଇଅଛନ୍ତି ଏବଂ ସେ କାନ୍ଦୁ ଅଛନ୍ତି। She thought this man is drunk, so she said, "Oh, my husband, please, husband, don't cry. Come, let's go. I'll prepare the food." ଏବଂ ସେ ଭାବିଲେ ଯେ ବେଶୀ ଆଜି ପିଇ ଦେଇ ଅଛନ୍ତି ସେଥିପାଇଁ ସେ କାନ୍ଦୁଛନ୍ତି ବୋଲି କହିଲେ ଯେ ମୋର ସ୍ୱାମୀ ତମେ କାନ୍ଦ ନାହିଁ But the husband said, କିନ୍ତୁ ସେ ସ୍ୱାମୀ "My କହିଲେ wife, ମୋର ସ୍ତ୍ରୀ forgive me. ମୋତେ କ୍ଷମା କର Forgive me. ମୋତେ କ୍ଷମା କର I've been very cruel to you. ଆଉ ମୁଁ ତୁମ ପାଇଁ ବହୁତ ଖରାପ ବ୍ୟବହାର କରିଅଛି I have been very, very nasty, cruel to you. ଆଉ ମୁଁ ତୁମ ପ୍ରତି ବହୁତ ଖରାପ ବ୍ୟବହାର କରିଅଛି Forgive me. ମୋତେ କ୍ଷମା କର And unless you forgive me, I will not come ଆଉ inside." ତୁମେ କ୍ଷମା ନ କରିବା ପର୍ଯ୍ୟନ୍ତ ମୁଁ ଘର ଭିତରକୁ ଯିବି ନାହିଁ। She was shocked. ସେ ଆଶ୍ଚର୍ଯ୍ୟ ହେଇଗଲେ And he went inside the house, ଆଉ ଯେତେବେଳେ ସେ ଭିତରକୁ ଗଲେ looked back on the trees. ଆଉ ସେ ଘର ସେ ଗଛ ମାନଙ୍କୁ ଦେଖିଲେ ଭୂତମାନେ ଏମିତି ରିଆକ୍ସନ କରୁଛନ୍ତି ଧୀରେ ଧୀରେ ଛୋଟ ଛୋଟ ହାତ ଆକ୍ସନ କରୁଛନ୍ତି। And then he told his wife. ଆଉ ସେ ତାର ସ୍ତ୍ରୀକୁ କହିଲେ He asked her what to do. ଆଉ ସେ ପଚାରିଲେ କଣ କରିବି? Then she told him to tell the demons. ଆଉ ସେ କହିଲେ ସେ ଭୂତମାନଙ୍କୁ କୁହ Because she could not see them, only he could see them. କାରଣ ସେ ସ୍ତ୍ରୀ ଦେଖି ପାରନ୍ତି ନାହିଁ କିନ୍ତୁ ସେ ସ୍ୱାମୀ ସେମାନଙ୍କୁ ଦେଖି And he told the ପାରନ୍ତି। demons, ଆଉ ସେ କୁହନ୍ତି ସେ ଶୈତାନ ମାନଙ୍କୁ "Hey demons, ହେ ଆତ୍ମା ମାନେ from today, ଆଜି ଦିନ ଠାରୁ ଆଜି ଦିନ ଠାରୁ from this place, ଏହି ସମୟ ଠାରୁ I believe in Jesus ମୁଁ Christ. ଯୀଶୁଙ୍କୁ ବିଶ୍ୱାସ କରେ। I will never come out. ମୁଁ ଆଉ ବାହାରକୁ ଆସିବି I will ନାହିଁ never touch that sin again." ଆଉ ମୁଁ ସେଇ ପାପକୁ ଛୁଇଁବି ନାହିଁ। And within a flash of a second, ଆଉ କିଛି ମୁହୂର୍ତ୍ତରେ the two demons disappeared. ଆଉ ସେ ଦୁଇଟି ଆତ୍ମା ଚାଲିଗଲେ। I heard this testimony from the husband and the wife personally myself. ଏବଂ ଏହି ଦୁଇ ଜଣ ସ୍ୱାମୀ ସ୍ତ୍ରୀ ମୋତେ ବ୍ୟକ୍ତିଗତ ଭାବରେ ସାକ୍ଷ୍ୟ କହିଥିଲେ। Hallelujah. ହାଲେଲୁୟା। If you have the anointing, ଆଉ ଯଦି ଆପଣମାନଙ୍କ ପାଖରେ ଅଭିଷେକ it ଅଛି will be around your compound. ଆପଣମାନଙ୍କର ବାଉଣ୍ଡରୀ ଚାରି It ପାଖରେ will be in your car. ଯଦି ଆପଣମାନଙ୍କର କାର ମଧ୍ୟରେ It will be in your house. ଆପଣମାନଙ୍କର ଗୃହ ମଧ୍ୟରେ The Bible says even if you drink anything poisonous, the anointing will not kill you. ଆଉ ବାଇବେଲ ମଧ୍ୟ ଏ ପ୍ରକାର କହେ ଯଦି ଆମେ ଅଭିଷେକରେ ଅଛୁ କିଛି ବିଷାକ୍ତ ବିଷ ଆମେ ଭୁଲରେ ଖାଇଦଉ ତାହା ମଧ୍ୟ ଆମକୁ କିଛି କ୍ଷତି କରିପାରେ ନାହିଁ। Number 6, the gate. 6 ନମ୍ବର ଗେଟ୍। What is the gate? କଣ ଗେଟ୍? The fountain gate. ନିର୍ଝର ଦ୍ୱାର। The Holy Spirit gate. ପବିତ୍ର ଆତ୍ମାର ନିର୍ଝର ଦ୍ୱାର। You have to receive and be filled with the Holy Spirit ଆମମାନେ every ଗ୍ରହଣ day. କରି ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେବା। Every day you have to receive the Holy Spirit. ପ୍ରତ୍ୟେକ ଦିନ ଆମମାନେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେବା। Oh, come on, clap your hands and give God the glory and say, "I want the Holy Spirit." ଆମମାନେ ତାଳି ମାରି ମାରି କହିବା ଯେ ମୁଁ ପବିତ୍ର ଆତ୍ମାକୁ ଗ୍ରହଣ କରିବି। I want to see your hands up there. Come ଆମମାନେ on. ହାତ ଉପରେ ଉଠାଇବା ହାତ ଉପରେ ଉଠେଇକି I want the Holy Spirit. ମୁଁ ପବିତ୍ର ଆତ୍ମା ଚାହେଁ। I need the Holy Ghost. ମୋତେ ପବିତ୍ର ଆତ୍ମା ଦରକାର ଅଛି। I will conquer. ମୁଁ ବିଜୟ ପ୍ରାପ୍ତ ହେବି। I will overcome. ମୁଁ ଜିତିବି। I will be victorious ମୁଁ ବିଜୟ ପ୍ରାପ୍ତ ହେବି through the Holy Spirit. ପବିତ୍ର